ସାଙ୍ଗମାନେ ଏଇଟା ହେଉଛି ଆଜିର ଟାସ୍କ, ଏଇଟା ଥିଲା କାଲିର ଟାସ୍କ, ଏଇଟା ଥିଲା 6 ଅଗଷ୍ଟର, ଏଇଟା ଥିଲା 5 ଅଗଷ୍ଟ, ଏଇଟା 4 ଅଗଷ୍ଟ, ଏଇଟା 3 ଅଗଷ୍ଟ। ତ ଏମିତି ଡେଲି ଟାସ୍କ ଦିଆହେଉଛି, ଭିଡ଼ିଓକୁ ଡେଲି ଦେଖନ୍ତୁ ଆଉ ଡେଲି ଟାସ୍କ କମ୍ପ୍ଲିଟ୍ କରିବାକୁ ଚେଷ୍ଟା କରନ୍ତୁ। ତ ଏଇଟା ହେଉଛି ଆଜିର ଟାସ୍କ, ଏଟାକୁ ସ୍କ୍ରିନଶଟ୍ ନିଅନ୍ତୁ ଆଉ ଏତିକି ଟାସ୍କ କମ୍ପ୍ଲିଟ୍ କରିବାକୁ ଚେଷ୍ଟା କରନ୍ତୁ। ମୁଁ ବେଶୀ ଏକ୍ସପ୍ଲେନ୍ କରୁନି, କ'ଣ ପଢ଼ିବେ ଆପଣମାନେ ସ୍କ୍ରିନଶଟ୍ ମାରିକି ନିଜେ ପଢ଼ନ୍ତୁ। ଆଉ ଏଇଟା ହେଲା ଜୁଲାଇ ମନ୍ଥଲି, ଅଗଷ୍ଟ ନାହିଁ, ଏଇଟା ଜୁଲାଇ ମନ୍ଥଲି ଦେବାଶିଷ ଅଗଷ୍ଟ ସାରଙ୍କର କରେଣ୍ଟ ଆଫେୟାର ଚେଷ୍ଟା କରିବେ ସାରିବାକୁ। ଗୋଟେ ଦିନରେ ସରିବନି ମୁଁ ଜାଣିଛି, ଏଟାକୁ ଆମେ 3 ଦିନ ନେବା କଣ୍ଟିନ୍ୟୁ, 3 ଦିନରେ ଜୁଲାଇ ମନ୍ଥଲି ସାରିବାକୁ ଚେଷ୍ଟା କରିବା। ମୁଁ ଯେଉଁ ଡେଲି ଟାସ୍କ ଦେଉଛି ସେଇଟା ମୁଁ ବି ନିଜେ କମ୍ପ୍ଲିଟ୍ କରୁଛି ନା ନାହିଁ, ସେଇଟା ଯଦି ଜାଣିବାକୁ ଚାହୁଁଛନ୍ତି ଆପଣମାନେ, ତାହେଲେ ଭିଡ଼ିଓକୁ ଆପଣମାନେ ଶେଷ ଯାଏଁ ଦେଖିପାରିବେ କିମ୍ବା ଆପଣମାନେ ଏଇଠୁ ସ୍କିପ୍ କରିପାରିବେ। ତ ଏଇଟା ଥିଲା କାଲିର ଟାସ୍କ 7 ଅଗଷ୍ଟ। 7 ଅଗଷ୍ଟରେ ମୁଁ କେମିତି କ'ଣ ପଢ଼ାପଢ଼ି କରିଥିଲି, ମୁଁ ଯେଉଁଟା ଟିକ୍ ମାରିଛି ସେତିକି ମୁଁ ପଢ଼ିଛି, ଯେଉଁଠି ଛକି ମାରିଛି ସେତିକି ମୁଁ ପଢ଼ି ନାହିଁ। ସାଙ୍ଗମାନେ ଭିଡ଼ିଓ କଣ୍ଟିନ୍ୟୁ କରିବା ପୂର୍ବରୁ ଗୋଟେ ଇନସିଡେଣ୍ଟ ମୋର ମନେ ପଡ଼ିଗଲା। ଏଇ ଘଣ୍ଟାଟା 4-5 ମାସ ତଳେ ଗୋଟେ ସାଙ୍ଗର ବାହାଘର ଥିଲା, ତ ତା ବାହାଘରକୁ ମୁଁ ଯାଇଥିଲି ଆଉ ସାଙ୍ଗମାନେ ସବୁ ଯାଇଥିଲେ। ଏଇ ଘଣ୍ଟାଟା ମୁଁ ପିନ୍ଧି ଯାଇଥିଲି, ମାନେ ଏଇଟା ଘଣ୍ଟାଟା ଭାଙ୍ଗି ଯାଇଛି କିନ୍ତୁ ଆଗେ ଭଲ ଥିଲା। ତ ସେଇଠି ଡିଜେ ବାଜୁଥିଲା, ତ ସାଙ୍ଗର ବାହାଘର ମାନେ ନିଶ୍ଚୟ ନାଚ ଗୀତ ହବ। ତ ଘଣ୍ଟାଟା ସେଇ ବାହାଘରରେ ନାଚୁ ଭାଙ୍ଗି ଯାଇଥିଲା। ତ ସେଦିନ ମୋତେ ବହୁତ ମନ ଦୁଃଖ ହେଇଥିଲା, ମାନେ କାରଣ ଏବେ ଯେହେତୁ ପଢ଼ାପଢ଼ି ଚାଲିଛି, ମାନେ କହିପାରିବା ଷ୍ଟ୍ରଗଲ୍ ଟାଇମ୍, ତ ଏଇ ଟାଇମ୍ରେ ଘରୁ ମାଗିକି ଘଣ୍ଟା ପିନ୍ଧିବା ମୋତେ ଭଲ ଲାଗିଲାନି, ତ ମନ ଦୁଃଖ ହେଇଯାଇଥିଲା। ତ 5 ମାସ ପରେ, ମାନେ ଆଉ ମନେ ନଥିଲା ଏ ଘଣ୍ଟା କଥା, କିନ୍ତୁ ଆଜି ଗୋଟେ ଏମିତି ଗୋଟେ ଇନସିଡେଣ୍ଟ ଘଟିଲା କି ମୁଁ ଜଣେ ଦାଦାଙ୍କ ଘରକୁ ଯାଇଥିଲି, ଦାଦାଙ୍କ ପାଖରେ ଅଲଗା କାମ ଥିଲା, ତ ସେ ମୋତେ ଏଇ ଘଣ୍ଟାଟା ଗୋଟେ ଦେଲେ, କହିଲେ କି ନେ ଏଇଟା ପିନ୍ଧିବୁ। ତ ମାନେ ଦେଖନ୍ତୁ 5 ମାସ ତଳେ ଏ ଘଣ୍ଟାଟା ଭାଙ୍ଗି ଯାଇଥିଲା, ମନ ଦୁଃଖ ଥିଲା, ଆଜି ଏ ଘଣ୍ଟାଟା ମୋତେ ଦାଦା ଦେଲେ, ସେ ଦାଦାଙ୍କୁ ଧନ୍ୟବାଦ। ଖୁସି ଲାଗିଲା ଆଜି ଘଣ୍ଟାଟା ମିଳିକି ମୋତେ। ବାସ୍ ମୁଁ ବାହାରକୁ ଗଲେ ଖାଲି ହାତରେ ଯାଏ, ତ ଏଥର ଘଣ୍ଟାଟା ଗୋଟେ ପିନ୍ଧିକି ଯିବା, ମାନେ ଲାଇଫ୍ରେ ସବୁବେଳେ ଅନଏକ୍ସପେକ୍ଟେଡ୍ ଜିନିଷ ଗୋଟେ ଘଟିଲେ ଖୁସି ଲାଗେ। ତ ଏଇଟା ମୋତେ ଖୁସି ଲାଗିଲା, ତ ମୁଁ ସେୟାର କରିଦେଲି ଆପଣମାନଙ୍କ ସହିତ। କାଲି ଥିଲା 7 ଅଗଷ୍ଟ ଶୁକ୍ରବାର, ପଢ଼ା ଷ୍ଟାର୍ଟ ହେଲା 9:35, 2.5 ଘଣ୍ଟା ଲେଟ୍। ଠିକ୍ ଅଛି, ଯେତେ ଲେଟ୍ ହେଲେ ବି ମୁଁ ପଢ଼ା କଣ୍ଟିନ୍ୟୁ ରଖିବି। ପ୍ରତିଦିନ ଭଳି ମୁଁ କିଛି ସମୟ ଟାଇପିଂ କରିନେଇଥିଲି, ତାପରେ ଆରମ୍ଭ କରିଦେଇଥିଲି ମ୍ୟାଥର କାଲକୁଲେସନ୍। ସେମ୍ ରିପିଟ୍ ଜିନିଷ କ'ଣ କରିବା, କଣ୍ଟିନ୍ୟୁ ଡେଲି ସେମ୍ ଜିନିଷ ହିଁ ପଢ଼ିବାକୁ ପଡ଼ିବ ନା। ପରେ ମୁଁ କିଛି ଖାଇସାରି ଆସି ଆରମ୍ଭ କରିଦେଇଥିଲି ମ୍ୟାଥ୍ PIQ ରିସେଣ୍ଟ ଏକ୍ଜାମ୍ ହେଇଥିଲା ଫରେଷ୍ଟ ଗାର୍ଡ଼ର। ତ ଏଇଟା ମୁଁ ନୋଟ୍ କରୁଛି, ଯେଉଁ କୋଶ୍ଚିନ୍ଟା ମୋ ଦ୍ୱାରା ହେଉନି ସେଇଟାକୁ ମୁଁ ନୋଟ୍ କରିନି, କାରଣ ନେକ୍ସଟ ଟାଇମ୍ ମୋତେ ଯେମିତି କନଫ୍ୟୁଜନ୍ ହେବନି କି ମୁଁ କେଉଁ କୋଶ୍ଚିନ୍ଟା ମୋ ଦ୍ୱାରା ହେଉନଥିଲା। ତ ଏଇ କୋଶ୍ଚିନ୍ ବାରମ୍ବାର ପ୍ରାକ୍ଟିସ୍ କରିଦେଲେ ସେ ନୋଟ୍ରୁ ମୋତେ ନେକ୍ସଟ ଟାଇମ୍ ଇଜି ହେବ। ସାଙ୍ଗମାନେ GK ଷ୍ଟାର୍ଟ କରିବାର ଥିଲା 11ଟା ଅଧେକୁ, କିନ୍ତୁ ଏବେ ଟାଇମ୍ ହେଇଗଲାଣି 12:20, ଟିକେ କାମ ପଡ଼ିଗଲା, ତ ଯାଇକି ଆସିଲା ବେଳକୁ ଘଣ୍ଟାଟେ ଲେଟ୍ ହେଇଗଲାଣି। ସେ ଯେତେ ଯାହା ବାଧା ବିଘ୍ନ ଆସୁ, ଡିଷ୍ଟ୍ରାକ୍ସନ୍ ଆସୁ, ଯାହା ବି ଆସୁ, ଷ୍ଟଡି କଣ୍ଟିନ୍ୟୁ ହିଁ ରଖିବାକୁ ପଡ଼ିବ। ସେ ପରେ ଜିଓଗ୍ରାଫି ଯାହା ବି ନୋଟ୍ ରୁମ୍ ପଢ଼ିଲି, ତା ସହିତ ଯାହା ପଢ଼ିଲି ସେଇଟାକୁ ମୁଁ ବ୍ଲାଙ୍କ ପେଜ୍ରେ ଲେଖିକି ମନେ ରଖିବାକୁ ଚେଷ୍ଟା କଲି। ଆପଣମାନେ କେମିତି ମାନେ ନୋଟ୍ରେ ପଢ଼ନ୍ତି ଆଉ କେମିତି ସେଇଟାକୁ ମନେ ରଖିବାକୁ ଚେଷ୍ଟା କରନ୍ତି? ବ୍ଲାଙ୍କ ପେଜ୍ରେ ଲେଖନ୍ତି ନା ରିକଲ୍ କରିକି ମନେ ରଖିବାକୁ ଚେଷ୍ଟା କରନ୍ତି? ସେଇଟା କମେଣ୍ଟ ବକ୍ସରେ ଲେଖିକି ଜଣେଇବେ। 2:15ରୁ 3:15 ଓଡ଼ିଆ ଥିଲା, ଓଡ଼ିଆ ମଧ୍ୟ ଆଜି ଦେଖିଲି ମୁଁ। ଓଡ଼ିଆ ଆଜି କ'ଣ, ଓଡ଼ିଆ ରିଭିଜନ୍ ଚାଲିଛି ମଧ୍ୟ, ମୁଁ ମାନେ ଆଗରୁ ଅଲରେଡ଼ି ପଢ଼ିଛି। ଆଜି ପଢ଼ିଲି ଧ୍ୱନି, ବର୍ଣ୍ଣ, ବର୍ଣ୍ଣମାଳା, ମାତ୍ରା, ଫଳା, ଯୁକ୍ତାକ୍ଷର, ଶବ୍ଦ ବିଭାଗ, ବାକ୍ୟ, ପଦ ଶ୍ରେଣୀ ବିଭାଗ, ବିଶେଷ୍ୟ, ସର୍ବନାମ ଯାଇ ମୁଁ ଯାଇଛି। ଇଂଲିଶ ଭୋକା ପାର୍ଟ ଥିଲା, ସେମିତି ନର୍ମାଲ ସେଇ ସେମ୍ SSC କିରଣ PIQ ବୁକ୍ରୁ ସ୍ପେଲିଂ ପ୍ରାକ୍ଟିସ୍ ଲେଖି ସିନୋନିମ୍, ଆଣ୍ଟୋନିମ୍, OWS, ଇଡିୟମ୍, ବାକି ଯାହା ବି ନର୍ମାଲ ସେମିତି ହିଁ କଣ୍ଟିନ୍ୟୁ ଚାଲିଥିଲା। ଇଂଲିଶ ଭୋକା ବି ସାରିଲି, ୱାର୍କଆଉଟ୍, ତା ସହିତ ଷ୍ଟାଟିକ୍ GK ସେଇଟା ମଧ୍ୟ ଅଧା ଦେଖିଲି, ମାନେ ଯେତିକି ମାନେ ଅଧିକ ପଢ଼ିବା କଥା କିନ୍ତୁ କମ୍ ପଢ଼ିଛି। ପରେ ରିଜନିଂର କ୍ୟାଲେଣ୍ଡର ଦେଖିଲି, କ୍ୟାଲେଣ୍ଡର ମଧ୍ୟ ଏଠି ଦେଖନ୍ତୁ, ମୁଁ ଏଠି ମଧ୍ୟ ମାରିଦେଇଛି ଅଳ୍ପ, ଯେତିକି ମୋର ମନ, ଏତିକି ଟିକେ ମନେ ରହୁନି ତ ହିଣ୍ଟଟା ମାରିଦେଇଛି। ତା ସହିତ ନୋଟ୍ରୁ ପଢ଼ିଲି, କ୍ୟାଲେଣ୍ଡର ନୋଟ୍ ମୁଁ କରିଦେଇଛି ସେ ବିକ୍ରମଜିତ ସାର୍ଙ୍କର, ଏଇଥିରୁ ମୁଁ ପ୍ରାକ୍ଟିସ୍ କଲି ରିଜନିଂ।